ॐ नमः भगवते वासुदेवाय। ॐ नमः भगवते वासुदेवाय। श्रीमद्भागवत महापुराण एकादश स्कंद पंचम अध्याय। ओम नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयते। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुगलितं फलं सुखमुखादमृतद्रवसंयुतं पिबतं भागवतं रसमालयं मुहुरः रसिका भुवि भावुका। पंचमोऽध्याय। पंचमे दुर्मिळ उत्तर विष्णुଙ୍କ नाम अवतार। एमन्ते कर्म जोग शुणी राजा बोइले मने गुणी। विदेहवाच निर्गुण निरंजन हरि धरणी तले देह धरी। जे कर्म कले त्रिभुवने जे अवतार जे स्थाने। से कथा कहत पधन संतोष नहे मोर मन। एमंत राजा साधु कथा शुणी दुर्मिळ सुध चेता। रम पुलक करी तनु अश्रुगळई तानयनु। बोलाई शुण नरनाथ अशेष कृष्णर चरित। के ताहा अनुमान करी मुखे कहिब चिते धरी। बालक समबुद्धिहीन जगते अछि के बाजन। पंडित पणे गर्भ करी हृदय अहंकार भरी। कथने कृष्ण गुण बळे के अछि भुवन मंडले। मृत्तिका खंड चूर्ण करी जे गणी पारे धूଳି करी। से काहि कृष्णर महिमा मुखे कहिब गुण सीमा। ब्रह्मांड रचि पंचभूते अंशे तहिर मध्य गते। आदि अनंत देव हरि पशे पुरुष नाम धरी। तीनि भुवन देहे धरे सृष्टि पालन अंत करे। इंद्रिय मानकर अर्थ जाहार ज्ञाने आत जात। देह इंद्रिय क्रिया शक्ति जार निश्वास प्रकाशन्ति। प्रथमे राजगुण धरी विधाता रूपे सृष्टि करी। पाळई यज्ञपति रूपे द्विजंक धर्म रक्षा कल्पे। ईश्वर रूपे तम गुणे करई सृष्टि संहारणे। ए गुणमय निराकार एणु तृतीय रूपे तार। ए गुणमय निराकार एणु तृतीय रूप तार। पूर्वे जे दक्ष प्रजापति तार दुहिता नाम मूर्ति। धर्मरा पत्नी से जुकते विष्णु ताहार गर्भगते। अरूप होई रूप राशि से नर नारायण ऋषि। तप आराधि घोर बने बसिले बदरिकाश्रमे। कल्पे पर्यंत तप करी मन पवन हृदय धरी। देखी ताहांक तप घोर स्वर्गे कंपई सोना शिर। भये चिंतई पुरंदर निश्चय घेनिब मोर पुर। मो पद घेनिब ए बळे हेमंत भाଳି से विकळे।
ବିଚାରି ଦେବଙ୍କ ସଙ୍ଗତେ ତପ ସମାଧି ଭଗ୍ନ ଅର୍ଥେ ଉପାୟ କଲା ସଚିପତି ଯେଣୁ ସ୍ୱଭାବେ ମନ୍ଦମତି କନ୍ଦର୍ପେ ରାଇ ପୁରନ୍ଦର ବୋଇଲା ଚଳ ମଞ୍ଚପୁର ବସନ୍ତ ପବନକୁ ଚାହିଁ ବୋଲଇ ସଙ୍ଗେ ଚଳ ତୁହି ତୁ ତ ସ୍ୱଭାବେ ଶୀତ ମନ୍ଦ ଘେନିଣ ଅପସରା ବୃନ୍ଦ କୋକିଳ ଧ୍ୱନି ଶୀତ ଶୁନେ ନୃତ୍ୟ କରିବ ବିଦ୍ୟମାନେ ନୟନ ବାଣେ ଚିତ୍ତ ହରି ତପ ସମାଧି ଭଗ୍ନ କରି ବେଗେ ଆସିବ ସ୍ୱର୍ଗ ସ୍ଥାନେ ହେମନ୍ତ ଇନ୍ଦ୍ରର ବଚନେ ମଧୁର ଧ୍ୱନି ଗୀତ ଗାନେ ମିଳିଲେ ବଦରିକା ସ୍ଥାନେ ବସନ୍ତେ ପୁଷ୍ପିତ କାନନ ଦେଖନ୍ତେ ହରେ ପ୍ରାଣୀ ମନ କନ୍ଦର୍ପ ନାରାୟଣେ ଚାହିଁ ପୁଷ୍ପକ ଦଣ୍ଡେ ଗୁଣ ଦେଇ ପଞ୍ଚନାର ଚଅତି ତମେ ବିନ୍ଧିଲା ବିଷ୍ଣୁର ମରମେ ଲଳିତ ବହଇ ବସନ୍ତ ଗଭୀର ନାଦେ ଶୁଭେ ଗୀତ ଏ ରୂପେ ନାନା ବିଘ୍ନ ଚିନ୍ତି ବିଷ୍ଣୁ ମହିମା ନ ଜାଣନ୍ତି ଦେଖି ତାହାଙ୍କର ଉପାଏ ଧ୍ୟାନେ ଜାଣିଲେ ଦେବରାଏ ଇନ୍ଦ୍ର ଯେ ଭୟ କରିଚିତେ ମୋର ସମାଧି ଭଗ୍ନ ଅର୍ଥେ ଏହାଙ୍କୁ ପେଶି ଉଦ ବେଗେ ମନ ବିଷାଦେ ଅଛି ସ୍ୱର୍ଗେ ଏତେ ବିଚାରି ନାରାୟଣ ବୋଇଲେ ଇନ୍ଦ୍ର ଗଣେ ଶୁଣ ରଙ୍ଗ ଧରେ ମନ୍ଦେ ହସି ବୋଲନ୍ତି ବଚନ ଆଶ୍ବେସୀ ଭୟ ନ କର ତୁମ୍ଭେ ଚିତେ ଉପାୟ କର ନାନା ମତେ ମୋହର ତପ ଭଗ୍ନ କର ଇନ୍ଦ୍ରକୁ ଯେବେ ତୁମ୍ଭେ ଡର ଆଜ ତୁମ୍ଭର ଆଗମନ ଧନ୍ୟ ମଙ୍ଗଳ ମୋର ସ୍ଥାନ ଏମନ୍ତେ କହି ଭଗବାନ ତକ୍ଷଣେ ହୋଇଲେ ମୌନ ତା ଶୁଣି ଇନ୍ଦ୍ର ଗଣେ ଡରେ ନମିଲେ ବିଷ୍ଣୁର ପୟରେ ଭୟେ କମ୍ପନ୍ତି ମୁଖ ଚାହିଁ ବୋଲନ୍ତି ଶୁଣ ଭାବଗ୍ରାହୀ ଏ ଯେ ବିଚିତ୍ର ନୁହେଁ ତୋର ତୁ ଧର୍ମ ଦେବ ନିରାକାର ନିର୍ଗୁଣ ନିର୍ବିକଳ୍ପ ଦେହି ପ୍ରକୃତି ତୋତେ ନ ଜାଣଇ ତୋହର ଭୟ ଚରଣେ ସେବନ୍ତି ଆତ୍ମଜ୍ଞାନୀ ଜନେ ଯୋଗୀଙ୍କ ହୃଦୟ କମଳେ ତୋହର ଆସନ ନିଶ୍ଚଳେ ତୋର ଚରଣେ ଯେ ସେବନ୍ତି ଦେବେ ତାହାଙ୍କୁ ବିଘ୍ନ ଚିନ୍ତି ବୋଲନ୍ତି ଯଜ୍ଞ ତପ ତ୍ୟାଗୀ ଏ କିମ୍ପା ହେବ ମୋକ୍ଷ ଭାଗୀ ଏଣୁ ଡରନ୍ତି ଦେବଗଣ କରନ୍ତି ବିଘ୍ନ ଆଚରଣ ଯେ ଅନ୍ୟ ଦେବତା ଭଜନ୍ତି ସେ ତାଙ୍କ ବିଘ୍ନ ନ କରନ୍ତି ସମସ୍ତେ ମିଳି ଅଗ୍ନି କୁଣ୍ଡେ ବୃତ ସମିଧ ଖାଇ ତୁଣ୍ଡେ ଯଜ୍ଞ ଭଜନେ ସୁଖେ ଥାନ୍ତି ତାହାଙ୍କୁ ଦୟା ସେ କରନ୍ତି ଯେ ତୁମ୍ଭ ଚରଣେ ସେବନ୍ତି ସକଳ ଧର୍ମ ସେ ତେଜନ୍ତି ଏକାନ୍ତ ଚିତେ ସୁଖେ ଥାନ୍ତି ଅନ୍ୟ ଦେବଙ୍କୁ ନ ଗଣନ୍ତି ତେଣୁ ସେ ଦେବେ କୋପ ଭରେ ବିଘ୍ନ ଆଚରନ୍ତି ତାହାରେ ଯେ ତୁମ୍ଭ ଚରଣେ କିଙ୍କର ତାହାଙ୍କୁ ତୁମ୍ଭେ ଦୟା କର ଜିହ୍ୱା ଲାଳସା କ୍ଷୁଧା ତୃଷ୍ଣା ଗ୍ରୀଷ୍ମ ଋତୁ ଶୀତ ବର୍ଷା ମନ୍ଦ ପବନ କାମ ଭୋଗେ ଥାଉ ନିରତେ ପ୍ରାଣୀ ସଙ୍ଗେ ବିଘ୍ନ ଆଚରଂ ଶତ୍ରୁପଣେ ଯେ ଧର୍ମ କରେ ଅନୁକ୍ଷଣେ ଯେ ଘୋର ତପ ଆଚରନ୍ତି ତାହାଙ୍କୁ ଆମ୍ଭେ ବିଘ୍ନ ଚିନ୍ତି
କଠୋର ତପ କରୁ ନାଶ, ସେ ହୁଅନ୍ତି କାମ କ୍ରୋଧ ବଶ। ଛାଡ଼ନ୍ତି ତପ ଧର୍ମ ଲଏ, ପଡ଼ନ୍ତି ବିଷ୍ଣୁ ମାୟା ମୋହେ। ଆମ୍ଭର ମହିମା ଏମନ୍ତ, ଯେ ପ୍ରାଣୀ ତୁମ୍ଭର ଭକତ। ତାହାଙ୍କୁ ଦେଖି ଆମ୍ଭେ ଡରି, ସେ ପ୍ରାଣୀ ଭବୁ ଯାନ୍ତି ତରି। ବାଛୁରୀ ଖୋଜେ ଜଳ ଥିଲେ, ତାହା ଯେ ମନ୍ତେ ଲଙ୍ଘି ହେଳେ। ଏମନ୍ତ କହୁଁ ଇନ୍ଦ୍ର ଗଣେ, ବିଷ୍ଣୁ ସମୀପେ ତତକ୍ଷଣେ। ଅଦ୍ଭୁତ ନାରୀ ରୂପ ରାଶି, ବିଜୁଳି ଜହ୍ନେ ମେଘୁ ଖସି। ସେବନ୍ତି ନାରାୟଣ ପାଶେ, ତା ଦେଖି ଇନ୍ଦ୍ର ଗଣେ ତ୍ରାସେ। କମ୍ପନ୍ତି ଜୀବନ ବିକଳେ, ନୟନ ବୁଝିବେନି କରେ। ସେ ରୂପ ରାଶି ଦେହ ଗନ୍ଧ, ଆଘ୍ରାଣ କରି ନାସାରନ୍ଧ୍ର। ହରିଲା ତାହାଙ୍କର ମନ, ରୂପକୁ ଚାହିଁ ହତ ଜ୍ଞାନ। ମୋହେ ପଡ଼ିଲେ ମହି ତଳେ, କନ୍ୟାଙ୍କ ରୂପ ଗୁଣ ବଳେ। ତା ଦେଖି ପ୍ରଭୁ ବ୍ରହ୍ମ ରାଶି, ରଙ୍ଗ ଧରେ ମନ୍ଦେ ହସି। ବୋଲନ୍ତି ଦେବ ଗଣେ ଚାହିଁ, ଭୟ ନ କର ତୁମ୍ଭେ କେହି। ମୋର ନିକଟେ କନ୍ୟା ଯେତେ, ଅଛନ୍ତି ସେବା ଅନୁମତେ। ତାହାଙ୍କ ପାଶେ ସେବା କର, କନ୍ୟା ଗୋଟିଏ ମାଗ ବର। ସେ ଯେବେ ଦେବେ ଏକ ନାରୀ, ତା ଘେନି ଚଳ ସ୍ୱର୍ଗପୁରୀ। ସେ ହେଉ ସ୍ୱର୍ଗେ ଅଳଙ୍କାର, ରୂପେ ମୋହିବ ପୁରନ୍ଦର। ତକ୍ଷଣେ ଆଜ୍ଞା ଶିରେ ଧରି, କନ୍ୟାଙ୍କ ପାଶେ ସେବା କରି। କନ୍ୟା ଏଲଭି ତାଙ୍କ ମଧ୍ୟେ, ସ୍ୱର୍ଗେ ଚଳିଲେ ଅପ୍ରମାଦେ। ଉର୍ବଶୀ ନାମ ସେ ବୋଲାଇ, ଅପ୍ସରା ମଧ୍ୟେ ଶ୍ରେଷ୍ଠ ସେହି। ଇନ୍ଦ୍ର ସମୀପେ ଦେଲେ ନେଇ, ନମିଲେ ଶିରେ କର ଦେଇ। ଦେଖି ସାନନ୍ଦ ପୁରନ୍ଦର, ରୂପେ ମହିଳା ସ୍ୱର୍ଗପୁର। ସଭାରେ ଦେବଙ୍କ ଅଗ୍ରତ, କହିଲେ ସକଳ ବୃତ୍ତାନ୍ତ। ଇନ୍ଦ୍ର ସଭଏ ତାହା ଶୁଣି, ଜାଣିଲେ ନିଶ୍ଚୟ ଚକ୍ରପାଣି। ବିସ୍ମୟ ହୋଇ ଇନ୍ଦ୍ର ମନେ, ବଧିଲା ହୃଦୟ ଯତନେ। ଏବେ ଶୁଣ ନୃପବର, ବିଷ୍ଣୁର କଳା ଅବତାର। ପରମହଂସ ରୂପ ହୋଇ, ଅଶେଷ ଜ୍ଞାନମୟ ଦେହି। ଜଗତ ମଙ୍ଗଳ ନିମିତ୍ତେ, କହିଲେ ଆତ୍ମଜ୍ଞାନ ଯେତେ। ତୃତୀୟ ଦତ୍ତାତ୍ରେୟ ହୋଇ, ଜ୍ଞାନ ମଙ୍ଗଳ ପୁଣ୍ୟ ଦେହି। ବ୍ରହ୍ମାମନରୁ ଅବତରି, ଚତୁଷନଙ୍କ ରୂପ ଧରି। ପୁଣି ଋଷଭ ଅବତାର, ଆମ୍ଭେ ଯେ ତାହାଙ୍କ କୁମର। ସେ ପୁଣି ହୟଗ୍ରୀବ ହେଲେ, ସେ ରୂପେ ବେଦ ଧରିଲେ। ମଧୁକୈଟବ ସଂହାରିଲେ, ବ୍ରହ୍ମାଙ୍କୁ ସଙ୍କଟୁ ତାରିଲେ। ପଞ୍ଚମେ ମୀନ ରୂପ ହୋଇ, ଧରଣୀ ନାବ ଶୃଙ୍ଗେ ବହି। ପ୍ରଳୟ ଜଳେ ଶଙ୍ଖା ମାରି, ସେ ରୂପେ ନିଗମ ଉଧରି। ସୃଷ୍ଟି ପ୍ରଳୟ ଜଳ ରାଶି, ଭୂମି ପାତାଳେ ଥିଲା ପଶି। ଶୁକର ରୂପେ ପଦ୍ମ କଳ୍ପେ, ଭୂମି ତୋଳିଲେ ଦନ୍ତ ଶିଖେ। ଆଦି ଅସୁର ହିରଣାକ୍ଷ, ତାହାକୁ ନାସିଲେ ପ୍ରତ୍ୟକ୍ଷ। ଇନ୍ଦ୍ର ସମ୍ପଦ ଲାଭ ଅର୍ଥେ, ଦେବଦାନବ ଅନୁମତେ। ଗଭୀର କ୍ଷୀର ସିନ୍ଧୁ ମଧ୍ୟେ, ମନ୍ଦର ଆଣି ସୁଖ ସାଧେ। ଜଳେ ପକାନ୍ତେ ମହାଗିରି, ହରିତା କୁର୍ମ ରୂପେ ଧରି। ଅମୃତ ଆଦି ନାନା ଦ୍ରବ୍ୟ, ଇନ୍ଦ୍ରଙ୍କୁ ଦେଲେ ହରି ସର୍ବ।
ଗଜ କୁମ୍ଭୀର ଯୁଧ କାଳେ ସେ ହରି ରୂପ ଅନ୍ତରାଳେ ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ଗଜ ଉଧାରି ଚକ୍ର ପାଣି କଶ୍ୟପ ଯୋଗେ ଋଷି ମେଳା 60 ସହସ୍ର ବାଳ ଖିଲ୍ୟା ନିତ୍ୟ ଗମନ୍ତି ବନ ଦାଣ୍ଡେ କାଷ୍ଠ ବହନ୍ତି କନ୍ଦେ ମୁଣ୍ଡେ ଦିନେକ ଘେନି ଏକ ଡାଳେ 60 ସହସ୍ର ଏକାବେଳେ ବହି ଆଣନ୍ତେ ବାହୁବଳେ ବୁଡ଼ିଲେ ଗୋସ୍ପଦ ସଲିଳେ ସମସ୍ତେ ହୋଇ ଏକ ମୁଖ ଡାକିଲେ ନାରାୟଣ ରଖ ଦେଖିଣ ତାହାଙ୍କ ବିକଳ ଦୟା ସାଗର ଆଦି ମୂଳ ତକ୍ଷଣେ ଦିବ୍ୟ ରୂପ ଧରି ବିପ୍ରଙ୍କୁ ସଙ୍କଟୁ ଧରି ଦେବ ଅସୁର ଯୁଧ କାଳେ ବାସବ ନିଜ ଭୁଜ ବଳେ ଯେଣୁ ଛେଦିଲା ବୃତ୍ର କନ୍ଦ ତେଣୁ ଲଭିଲା ବ୍ରହ୍ମବଧ ବିଚାରି କଲା ମନେ ଦୁଃଖ ଡାକିଲା ନାରାୟଣ ରଖ ତକ୍ଷଣେ ଧର୍ମ ରୂପ ଧରି ଇନ୍ଦ୍ରଙ୍କୁ ସଙ୍କଟୁ ଧରି ଆଦି ଅସୁର ପଦ୍ମ କଳ୍ପେ ନାସିଲେ ନରସିଂହ ରୂପେ ଦୟା ସାଗର ଦାମୋଦର ହୋଇଣ କଳା ଅବତାର ଦେବଙ୍କ ଛଳେ ଦୈତ୍ୟ ମାରି ପୃଥ୍ୱୀ ପାଳଇ ନର ହରି ଅଦ୍ଭୁତ ବାମନ ଶରୀରେ ମିଳିଲେ ବଳି ଯଜ୍ଞ ଘରେ ସେ ରୂପେ ମହି ତାର ମନ ଦାନେ ହରିଲେ ତ୍ରିଭୁବନ ପାଦେ ତାହାର ଶିର ଚାପେ ପାତାଳ ପୁରେ ନେଇ ସ୍ଥାପେ ଇନ୍ଦ୍ରର ମନ କଲେ ଶୁଭ ସେ ସୁଖ ଭୁଞ୍ଜଇ ଦୁର୍ଲଭ ସେ ପୁଣି ଭୃଗୁ ବଂଶେ ହରି ପରଶୁରାମ ରୂପ ଧରି 21 ବାର କୋପେ ଅବନି ଭ୍ରମି ବିଶ୍ୱରୂପେ କ୍ଷତ୍ରିୟ କୁଳ ସଂହାରଣ କଲେ ଅନାଦି ନାରାୟଣ ରାବଣ ରାମ ରୂପେ ମାରି ଜାନକୀ ସଙ୍କଟୁ ଧରି ଧରଣୀ ମଧ୍ୟେ ଯଶ ଥୋଇ ସଂସାର ତରେ ଯାହା ଗାଇ ପୁଣି ଅନନ୍ତ ଅବତାର ଯାଦବ କୂଳେ ହଳଧର ଘର ଦାନବ ଦର୍ପ ହରି ସୁଖେ ସ୍ଥାପିବେ ବସୁନ୍ଦରୀ ପ୍ରବୋଧ ବୁଦ୍ଧ ଅବତାରେ ଜ୍ଞାନ ବିସ୍ତାରେ ସଂସାରେ ଅଶ୍ୱ ଆରୋହୀ କଳ୍କି ରୂପେ ମ୍ଲେଚ୍ଛ ସଂହାରେ ମହାକୋପେ ଏମନ୍ତେ ନାନା ରୂପ ଧରେ ସେ ହରି ସଂସାରେ ବିହରେ କେ ତାର ଜନ୍ମ କର୍ମ ମୁଖେ ସଂଖ୍ୟା କରିବ ଶତ କଳ୍ପେ ଯେ ଅବା କହିଲି ସଂକ୍ଷେପେ ଭୋରା ଯା ତୋହର ସମୀପେ ନାରଦ ବସୁଦେବ ମିଳେ ସୁକ ପରୀକ୍ଷ ଗଙ୍ଗା କୂଳେ ଏମନ୍ତ ପ୍ରଶ୍ନ ଏକାଦଶ କହଇ ଜଗନ୍ନାଥ ଦାସ ଶ୍ରୀ ଭାଗବତ ଧର୍ମ କଥା ଶୁଣି ଛାଡ଼ିବ ମନୁ ବ୍ୟଥା ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପରମହଂସ ସହିତାୟାମ୍ ଏକାଦଶ ସ୍କନ୍ଧେ ଭଗବତ ଅବତାର ବର୍ଣ୍ଣନମ୍ ନାମ ପଞ୍ଚମୋଧ୍ୟାୟଃ। ଓಂ ଭୀମସ୍ୟାପି ରଣେ ଭଙ୍ଗମୁନେରପି ମତିଭ୍ରମ ଯଦି ଶୁଦ୍ଧମ୍ ଅଶୁଦ୍ଧମ୍ ବା ମମ ଦୋଷ ନ ବିଦ୍ୟତେ। ଓಂ ନମଃ ଭଗବତେ ବାସୁଦେବାୟ। ଓಂ ନମଃ ଭଗବତେ ବାସୁଦେବାୟ। ଓಂ ନମଃ ଭଗବତେ ବାସୁଦେବାୟ। ଠାକୁରଙ୍କର ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ହରି ହରି ବୋଲ ହରି।